ତ ରାୟଗଡ଼ାକୁ ଆସିବାର ଆମର ପ୍ରାୟ 2 ମାସ ହେଇଗଲାଣି। ତ ଆସିଲା ପରଠୁ ମୁଁ ମା ମଝି ଘରିଆଣି ମାଙ୍କ ମନ୍ଦିର ବିଷୟରେ ବହୁତ ଶୁଣିଛି। ତ ମା ବହୁତ ପ୍ରତ୍ୟକ୍ଷ ମନ୍ଦିର ବୋଲି ମୁଁ ଶୁଣିଛି। ତ ଆଜି ଥିଲା ଚୈତ୍ର ମାସର ଶେଷ ପାଳି ମଙ୍ଗଳବାର। ତ ମୁଁ ଓଷା କରିଥିଲି। ତ ମୁଁ କହିଲି ଆଉ ମାଙ୍କୁ ଦର୍ଶନ କରିବାର ବହୁତ ଇଚ୍ଛା ଥିଲା। ତ ମୁଁ କହିଲି ଚାଲ ଆମେ ଟିକେ ଯିବା, ମୋ ସ୍ୱାମୀକି କହିଲି ଚାଲ ଟିକେ ଯିବା ମାଙ୍କୁ ଦର୍ଶନ କରିଦେଇକି ଆସିବା। ତ ତାଙ୍କର ୱିକଲି ଅଫ୍ ଥିଲା। ସେ କହିଲେ ହଉ ଚାଲ ଯିବା। ତ ଆମେ ଏଇଠି ବାହାରି ଯାଉଛୁ ମନ୍ଦିରକୁ। ଝିଅକୁ ନେଇନଥିଲି, ଆଉ ଝିଅ ସ୍କୁଲ ଥିଲା ତାର, ସେ ସ୍କୁଲ ତାକୁ ଛାଡ଼ି ଦେଇଥିଲି ସକାଳୁ। ତ ଟାଇମ୍ ପ୍ରାୟ 10ଟା ଖଣ୍ଡେ ହେବ ଆମେ ଯାଇକି ମାଙ୍କ ମନ୍ଦିରରେ ପହଞ୍ଚି ଯାଇଥିଲୁ। ସେଠି ପହଞ୍ଚିଲା ପରେ ଦେଖିଲୁ ଯେ ବହୁତ ବାହାରେ ବହୁତ ସଜା ଯାଇଥିଲା, ଆଉ ସବୁ ବହୁତ ଗହଳି ଥିଲା। ବହୁତ ଭକ୍ତମାନେ ଆସିଥିଲେ ଦେଖିବା ମାନେ ମାଙ୍କୁ ଦର୍ଶନ କରିବାକୁ। ତ ବାହାର ମନ୍ଦିର ବାହାର ବି ସଜା ଯାଇଥିଲା, ଆଉ ଭିତର ବି ସଜା ଯାଇଥିଲା। ତ ଆପଣମାନେ ଦେଖିପାରୁକି ଜାଣିପାରୁଥିବେ କେତେ ଗହଳି, ହୁଏତ ଆହୁରି ବେଶୀ ଗହଳି ହେଉଥିବ ମୋତେ ଯାହା ଲାଗୁଛି, କାହିଁକିନା ଆମେ ପ୍ରାୟ ସକାଳୁ ଯାଇଥିଲୁ, ଦିନ ଯାକ ବି ଅଛି। ତ ଏଇଠି ଆମେ ମନ୍ଦିରରେ ପହଞ୍ଚି ସାରିଲା ପରେ ଆଉ ଚପଲ କୋଉଠି ରଖିବୁ ବୋଲି ଭାବୁଥିଲୁ। ଆଗ ଭୋଗ କିଣିଦେଲୁ। ଭୋଗ କିଣି ସାରିଲା ପରେ ତାପରେ ବାହାରେ ଚପଲ ଷ୍ଟାଣ୍ଡ ଥିଲା, ସେଠି ଯାଇକି ଚପଲ ଷ୍ଟାଣ୍ଡରେ ଚପଲ ରଖିଦେଇକି ଚପଲ ରଖିବାକୁ ଗଲୁ। ଚପଲ ରଖିଦେଇକି ଆସିଲୁ ସେଠି। ତ ଏଇଠି ଦେଖିପାରୁଥିବେ ବହୁତ ଗୁଡ଼ାଏ ଭୋଗ ଦୋକାନ ଅଛି, ଆଉ ଏଇଠି ମାଙ୍କ ପାଖରେ ମଧ୍ୟ ବଳି ମଧ୍ୟ ପକାଯାଏ। ତ ଦେଖିଲି ବହୁତ ମାନେ କୁକୁଡ଼ା ବଳି ପକାଯାଏ, ବୋଦା ବଳି ପକାଯାଏ, ଏମିତି ସବୁ କ'ଣ ଥାଏ ମୋତେ ବେଶୀ କିଛି ଭଲସେ ଜଣା ନାହିଁ। ତ ଦୀପଟିଏ କିଣିକି ମାଙ୍କ ପାଇଁ ମୁଁ ଦୀପଟିଏ ଜାଳିଦେଲି। ଆଉ ଏଇଠି ଗଛ ମୂଳେ ସମସ୍ତେ ଦୀପ ଜାଳୁଥିଲେ, ମାନେ ଏଇଟା ଓସ୍ତ ଗଛ ଥିଲା। ଆଉ ଦୀପ ଜାଳିକି ସେଇଠି ଆମର ଶଙ୍ଖା ସିନ୍ଦୁର ଯେଉଁ କପଡ଼ା ଦିଆଯାଏ ତାକୁ ମଧ୍ୟ ବାନ୍ଧୁଥିଲେ କିଛି ମନ୍ନତ କରିକି। ତ ବହୁତ ସମସ୍ତେ ଭକ୍ତମାନେ ଆସିଥିଲେ, ଯେହେତୁ ମଙ୍ଗଳବାର ଥିଲା ବୋଧେ କି ତାଙ୍କର ପର୍ବ କିଛି ଷ୍ଟାର୍ଟ ହେବାର ଅଛି, ତେଣୁକରି। ତ ମୋତେ ତ ଏତେ ଭଲସେ ଜଣା ନାହିଁ। ତ ଆମେ ଏଠିକି ଆସିଯାଇଥିଲୁ, ଲାଇନ୍ରେ ଠିଆ ହେଇଥିଲୁ ଆମେ ମାଙ୍କୁ ଦର୍ଶନ କରିବାକୁ। ତ ମାଙ୍କୁ ଦର୍ଶନ କରିକି ଆମେ ପଳେଇ ଆସିଲୁ। କ୍ୟାମେରା ତ ଆଲାଉ ନାହିଁ, ତେଣୁକରି ମୁଁ ଭିଡ଼ିଓ କରିନି। ଆଉ ଏଠି ମାଙ୍କ ବେଢ଼ାରେ ଟିକେ ଆମେ ବସିଲୁ, ଆଉ ବସିକି ବହୁତ ଶାନ୍ତି ଲାଗିଲା। ଆଉ ମାଙ୍କର ବଢ଼ିଆ ସେ ଦର୍ଶନ ହେଇଗଲା, ଏତେ ବଢ଼ିଆ ସେ ଦର୍ଶନ ହେଲା, ଦେଖିକି ମନମୁଗ୍ଧ ହେଇଗଲା ମାଙ୍କର ରୂପକୁ। ତ ଘରକୁ ଆସିଲା ପରେ ମୁଁ ଯେଉଁ ଭୋଗ କରିକି ଆଣିଥିଲି ଭୋଗ ପାରିଲି, ଆଉ ଏଠି ମାଙ୍କର ସିନ୍ଦୁର ଆଣିଥିଲି। ତ ମାଙ୍କର ସିନ୍ଦୁର ଟିକେ ଲଗେଇଥିଲି। ମା ମୋ ଶଙ୍ଖା ସିନ୍ଦୁରକୁ ସବୁବେଳେ ଘଣ୍ଟ ଘୋଡ଼େଇକି ରଖିଥାନ୍ତୁ। ତ ଟାଇମ୍ ହେଇଥିଲା 11ଟା। ତ ମୋତେ ବହୁତ ଜୋରେ ଶୋଷ ଲାଗୁଥିଲା, ଦହି ପାଣି ଟିକେ କରିକି ପିଇଲି, ରିଲାକ୍ସ ଲାଗିଲା। ତ ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।